ଆମର ଅଟ୍ରି ଆଉ ଦେଖିବା ଆମ ଜଣେ ମଉସା ବୁଲିକି ଆସୁଛନ୍ତି ଗାଧେଇକି ଆସୁଛନ୍ତି ସେ ମଉସା ଆଜ୍ଞା ଆପଣ ଏଠି ଏ ପାଣିରେ ଗାଧେଇଲେ? ଏ ପାଣିରେ ଗାଧେଇଲେ ଆଜ୍ଞା ଚର୍ମ ରୋଗ ଦୂରୀକରଣ କରେ। ଆଜ୍ଞା ଆଉ ଆପଣ ଯଦି ଏ ପାଣି ପିଇବେ ଆପଣଙ୍କର ଗ୍ୟାଷ୍ଟ୍ରିକ୍ ଆଉ ପେଟ ରୋଗ ଜନିତ ସମସ୍ତ ଦୂର ହୋଇଯାଏ। ଏ ପାଣି ବି ପିଇବାକୁ ପଡ଼ିବ? ତେଣୁ ତାପରେ ଆହୁରି ଅଛି ଏଠି ବି ବିନ୍ଧ୍ୟା ନାରୀ ମାନେ ବର୍ତ୍ତମାନ ଏଠି ପୁଅ ଝିଅ ବା ସନ୍ତାନ ଲାଭ କରନ୍ତି। ହଁ ତାପରେ ଏଠି ଆଜ୍ଞା ଚାଉଳ ଆଉ ଗୁଆ ୟାକୁ ଆଣିକିରି ପକେଇବେ ଆମର ମାନସିକ କୁଣ୍ଡରେ। ଆଚ୍ଛା। ଦେଖିବେ ସେ କୁଣ୍ଡରେ ଆପଣଙ୍କ ଭାଗ୍ୟରେ ନଥିଲେ ଆପଣଙ୍କୁ ମିଳିପାରିବନି। ତେଣୁ ଆପଣଙ୍କ ଭାଗ୍ୟରେ ଅଛି ହଜାର ହଜାର ଲୋକ ନେଉଥିବେ କିନ୍ତୁ ଆପଣଙ୍କୁ ସେମାନେ ପ୍ରାପ୍ତି ହେଲେ ଆପଣ ନେଇକି ନିଜେ ଗୁଆ ଖାଇବେ। ନାହିଁ ଯଦି ତାହା ନହେଲା ଆପଣ ଦେଖିବେ ଏ କୁଣ୍ଡରେ ବେଙ୍ଗ ନାହିଁ ବା କଙ୍କଡ଼ା ନାହିଁ କି ମାଛ ନାହିଁ। କିନ୍ତୁ ଆପଣ ଯଦି ଗୁଆ ନ ପାଇକରି ଗୋଟେ ମାଛ ପାଇଲେ ତେଣୁ ଆପଣ ଖାଇବାକୁ ମନର ସଂକୋଚ ରହିବ। ତେଣୁ ସେଠି ଭାବିବେ ଯେ ମୁଁ ଖାଇବିନି ଏଇଟା ଭାବିଲେ ଆପଣ ସେଇଟା କିଛି ସମୟ ପରେ ଲୋକ ଦେଖିଲା ପରେ ସେଇଟା କଦଳୀ ହେଇଯିବ। ଆପଣ ଖାଇବେ କିନ୍ତୁ ତା ଆର ବର୍ଷ ଆପଣ ସୁନିଶ୍ଚିତ ପୁତ୍ର ବା କନ୍ୟା ଜାତ ହଉ ନିଶ୍ଚିତ ଆପଣ ଆଣିକି ଏଠିକି ଆସିବେ। ତା ନାଁ ଏଠି ହଟକେଶ୍ୱରଙ୍କ ଠି ତାର ବାଳ ପକେଇକିରି ତାର କିଛି କାମ ସବୁ କରିବେ। ଏଠି ପାଖରେ କଣ ମନ୍ଦିର ଅଛି? ମନ୍ଦିର ଆଜ୍ଞା ଅଛି। କି ମନ୍ଦିର? ଏକାଦଶ ରୁଦ୍ର। ଆଚ୍ଛା ଏକାଦଶ ରୁଦ୍ର ହଟକେଶ୍ୱର ପାତାଳ ଫୁଟି ସେ ଆଜ୍ଞା ଅଛନ୍ତି। ଏଠି ବି ଆହୁରି ଅଛି ତାର କିମ୍ବଦନ୍ତୀ ଅଛି। ରାମଚନ୍ଦ୍ର ବି ଏଠି ହଟହଟା ହୋଇଥିବାରୁ ତାଙ୍କ ନାଁ ବି ହଟକେଶ୍ୱର ଅଛି। ଆପଣ ଦେଖିବେ ସବୁ ପାଞ୍ଜି ଆଉ ସମସ୍ତ କାଗଜପତ୍ରରେ ବି ଲେଖା ଅଛି ଯେ ଆପଣ ଦେଖିବେ ହଟକେଶ୍ୱରଙ୍କର ସମସ୍ତ କାର୍ଯ୍ୟକ୍ରମ। ଆଚ୍ଛା ଏ ପାଣିରେ ଆପଣ ଗାଧେଇଲେ କିଛି ଦେହକୁ ଫଟା ହେଇପାରୁନି? ନା ସେ କିଛି ହେଇପାରିବନି। ଆପଣ ଦେଖନ୍ତୁ ଗାଧାନ୍ତୁ ସବୁଦିନ ଗାଧଉଛନ୍ତି? ହଁ ଆପଣ ଦେଖନ୍ତୁ ଏଥିରେ ଗାଧେଇବେ ଆପଣଙ୍କର ଚର୍ମ ରୋଗ ନାହିଁ। ଆପଣଙ୍କର ମାନେ ସ୍କିନ୍ କିଛି ନାହିଁ ଅସୁବିଧା ହଉନି? ନା। ଆଉ ଆପଣ ଦେଖନ୍ତୁ ଏଥିରୁ ପାଣି ପିଇକି ଯିବେ। ଆପଣ ପିଇକି ଏଇଠୁ ଆପଣ 10 ହାତ ଯିବେ ଦେଖିବେ ଆପଣ କହିବେ ମୁଁ କ'ଣ ଖାଇଦେବି କ'ଣ ଗୁଡ଼ା ମାନେ ଏକ୍ସେସ୍ ଭୋକ ହବ। ଆଜ୍ଞା ଆଉ ପେଟ ଜନିତ ରୋଗ ଏଠୁ ଦୂରୀକରଣ ହେଇଯିବ। ଆଜ୍ଞା ହଁ ଏମିତି କିଛି ଅଛି? ଏଠି ଦେଖନ୍ତୁ ଆହୁରି ବି ଗୋଟେ ଏବେ ବି ମନ୍ଦିରଟି ଆପଣ ଦେଖିବେ ଗୋଟେ ଲେଡିଜ ଲୋକ ଆଜିକି 3 ବର୍ଷ ହେଲା ଅଛି ସେମିତି ଠାକୁରଙ୍କ ଆଜ୍ଞାରେ ଅଛି। ତାର ମୁଣ୍ଡଠୁ ଗୋଡ଼ ପର୍ଯ୍ୟନ୍ତ ସମସ୍ତ ପୂଜ ପାଣି ବହୁଥିଲା। ଆଚ୍ଛା ତେଣୁ ସିଏ ବର୍ତ୍ତମାନ ପରିଷ୍କାର। ଆଚ୍ଛା ଆଉ ତାର ବି ସମସ୍ତ କାର୍ଯ୍ୟକ୍ରମ ଯାହା ଠାକୁର ଦବା କଥା ତାକୁ ସମ୍ପୂର୍ଣ୍ଣ କରିଦେଇଛନ୍ତି। ସିଏ ବି ଏଇନା ବର୍ତ୍ତମାନ ସୁସ୍ଥରେ ଅଛି। ଗାଁକୁ ଯାଉଛି ଗାଁରୁ ବି ରହିପାରୁନି ଆଣିଛି ଆସିକି ଠାକୁରଙ୍କ ପାଖରେ ବି ପଡ଼ି ରହୁଛି। ଆଉ ଏଇଟା ପ୍ରଥମ କଣ ସେଟା ଏମିତି ଗରମ ଲାଗୁଛି ମାନେ ସେମିତି କଣ? ନାଇଁ ଆଜ୍ଞା ଏଇଟା ଦିଟା ଅଛି ନାଳି 4ଟା ନାଳି ଅଛି। 4ଟା କୁଣ୍ଡ ଅଛି 2ଟା ଲେଡିଜ ଆଉ 2ଟା ଜେଣ୍ଟସ। ଆଚ୍ଛା ତେଣୁ ସେ 2ଟାରେ ଜେଣ୍ଟସ ଦିଟା ଲେଡିଜ ବୋଲେ କୋଉ ପଟେ? ସେପଟେ ଆଜ୍ଞା ପଛ ଆପଣଙ୍କର ପଛ ଟିକେ ଦେଖିପାରିବା? ଆଜ୍ଞା ଟିକେ ଚାଲୁନାହାନ୍ତି। ହଁ ଚାଲନ୍ତୁ ସେଇପଟେ ସାଇଡରେ ଯାଅ। ଓହୋ ତାମାନେ ଏପଟକୁ ଯିବାକୁ ପଡ଼ିବ? ଆପଣ ଦେଖନ୍ତୁ ଏ 2ଟା ହଉଛି ଲେଡିଜ। ଆଜ୍ଞା ଏ 2ଟା ଲେଡିଜ ଏଥିରେ ଆପଣ ନେତା କରିପାରିବେ। ସେ 2ଟା ହଉଛି ଜେଣ୍ଟସ। ଆଚ୍ଛା ତେଣୁ ଏଥିରେ ମାନେ ଲୋକଙ୍କ ପାଇଁ ମାନେ ତାର କଡନ ବି କରାଯାଇଛି। ଏଠି ବି ମାନେ ଆଇନର ଆଶ୍ରୟ ବି ମାନେ ନେଇପାରିବେ ସମସ୍ତ ବି ଅଛି। ତେଣୁ ଏଥିରେ ଆଚ୍ଛା ଏ ମହିଳା ଲେଖା ହେଇଛି। ଆଚ୍ଛା ଆଜ୍ଞା ବହୁତ ସୁନ୍ଦର ହେଇଛି। ଆଉ ଆପଣ ଆସିବେ ମକର ସଂକ୍ରାନ୍ତି ଆଜ୍ଞା ମାସନ୍ତ ଦିନଠୁ ଆସିବେ ଆପଣ ଦେଖିବେ ଗୁଆ ଖୋଜା ଲକ୍ଷାଧିକ ଭକ୍ତ ଲକ୍ଷାଧିକ ଭକ୍ତ ସମାଗମ ହେବେ। ଆଉ ଏଗୁଡ଼ା ସବୁ ଠାକୁରଙ୍କର ମୂର୍ତ୍ତି ବସିଥିବ ଜଗନ୍ନାଥ ମାନେ ଠାକୁରଙ୍କର ଆମର ସବୁ ବସିଥିବେ ଦେଖିବେ। ଘୋଡ଼ା ଗାଡ଼ି ସବୁ ଦେଖିବେ। ଏଠି ବହୁତ ବି ମାନେ ଯାତ୍ରା ବି ହୁଏ। ଯାତ୍ରା ଏମିତି କିଛି ବହୁତ ମେଳା ଲାଗେ? ମେଳା ତ ହୁଏ ଆଉ ଆଜ୍ଞା ଏଠି ଆଜ୍ଞା ମହୋତ୍ସବ ହବ 7 ଦିନ ମହୋତ୍ସବ ହବ ଏଠି? ଆଚ୍ଛା ଏ ଜାଗାରେ ମହୋତ୍ସବ ହବ। ବହୁତ ଲୋକ ଆସନ୍ତି ବାହାରୁ ବି ଲୋକ ଆସନ୍ତି? ଏଠୁ ମାଗଣା ବି ଖାଇବାକୁ ମିଳିବ ଏଠି? ବିଧାୟକ ନିଜେ ଖାଇବାକୁ ବି ସମସ୍ତଙ୍କୁ ଷ୍ଟଲ ଖୋଲା ହବ। ସମସ୍ତେ ବାହାର ଲୋକ ଆସିଲେ ବି ଖାଇପାରନ୍ତି। ସେମାନଙ୍କ ପାଇଁ ସବୁ ବ୍ୟବସ୍ଥା କରାଯାଉଛି। ଆଜ୍ଞା ଆସନ୍ତୁ ତାହେଲେ ଦେଖିବା କିଛି ବୁଲିକିରି ସେପଟେ ଆଉ ଟିକେ କଣ ଅଛି କିଛି ନାହିଁ। ଆଉ ତ ଏ ତ ଗଲା ଏଇଟା ତ ଲେଡିଜ ଯୋଉ ଗଲେ ମହିଳା କୁଣ୍ଡ ସେପଟେ ଆଜ୍ଞା ଜେଣ୍ଟସ 2ଟା ଏ ମହିଳା ସେ କୁଣ୍ଡଟା ହଉଛି ମେନ୍ କୁଣ୍ଡ ସେଠି ସେପଟେ ଦେଖନ୍ତୁ ଆପଣଙ୍କର ଏଠି କୁଣ୍ଡରେ ମାନେ ଫୁଟୁଛି ପାଣି। ତେଣୁ ପାଣି ଆପଣ ଦେଖିବେ ସେ ପାଣିଟାକୁ ଆପଣ ହରିବୋଲ ହୁଳହୁଳି ଯେତେ ଜୋରରେ ପକେଇବେ ସେତେ ଜୋରରେ ଆଜ୍ଞା ପାଣିଟା ଉତ୍ପନ୍ନ ହବ। ଠାକୁରଙ୍କର ସେମିତି ଗୋଟେ ବି ଅଛି। ତେଣୁ ସେ ଜାଗାଟା ସେଇଆ। ସେଠି କଣ ପୋଖରୀ ଗୋଟେ ବେଳେ ଦେଖାଯାଉଛି? ସେଇଟା ପାଣି ସେତେବେଳେ ଲୋକମାନେ ଗାଧେଇ ପାରନ୍ତିନି। ଏଗୁଡାକ ସେତେବେଳେ ଥିଲା ଦହଲ। ତେଣୁ ଏମାନେ ଏଇ ସେ କୁଣ୍ଡଟାରେ ଲୋକମାନେ ଗାଧଉଛନ୍ତି କି ଯୋଉମାନେ ଥଣ୍ଡା ପାଣି ଚାହୁଁଛନ୍ତି ସେମାନେ ସେ ଥଣ୍ଡା ପାଣିରେ ଗାଧେଇବେ। ଆଚ୍ଛା
ଏମିତି କିଛି ଆଜ୍ଞା ତାହେଲେ ବହୁତ ସୁନ୍ଦର ଜାଗା ହେଇଛି। ହଁ ଆଉ ଏଇ ତ ଏ ଜାଗାଟା ବି ଆମର ମାଳି ମହାପାତ୍ର ମାନେ ଆଜ୍ଞା। ସେ ଜାଗାରେ ଆପଣଙ୍କୁ ପାଣି ଦେବେ, ପଇସା ପତ୍ର ବି ତା ଆପଣ ଦାନ କରିପାରିବେ, କିଛି କରିପାରିବେ, କିଛି ଅସୁବିଧା ଆଜ୍ଞା ସେମିତି ନାହିଁ। ବହୁତ 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 ବଢ଼ିଆ ହେଇଛି। ଯାହା ହଉ ଧନ୍ୟବାଦ। ଆଜ୍ଞା ଆମକୁ ଏତେ କଥା ନାଇଁ ନାଇଁ ଆଜ୍ଞା ମୋର ଆଜ୍ଞା ସେ ଏତେ ନାହିଁ, ଆପଣ ଠାକୁରଙ୍କର କଟକେଶ୍ୱରଙ୍କର ଆଜ୍ଞା ଆଜ୍ଞା ମୁଁ ଆପଣଙ୍କର କିଛି ନାହିଁ। ମୁଁ ତ ସଦାବେଳେ ମୋର ଆଜ୍ଞା ଏଇଟା, ମୁଁ ସଦାବେଳେ ଏଇ ଜାଗାରେ ମୋର ସକାଳୁ ଆସେ ବି ସ୍ନାନ କରିବି, ଆଉ ସନ୍ଧ୍ୟାବେଳେ ସ୍ନାନ କରେ, ମୋର ଏତିକି କାମ। ମୁଁ କିନ୍ତୁ ବାବା ହଟକେଶ୍ୱରଙ୍କର ଆଶ୍ରୟ ବିନା ମୁଁ ଅନ୍ୟ କିଛି ଆଶ୍ରୟ ନିଏ ନାହିଁ। ଆଜ୍ଞା ମୋର ହେଲେ ପ୍ରଥମ ଯାହା ହଉ ଖୁସି ଲାଗିଲା ଆପଣଙ୍କୁ। ଆମର ଏକାଦଶ ରୁଦ୍ର ମୋର ହେଲେ ପ୍ରଥମ କର୍ତ୍ତା, ମୁଁ ଆଜ୍ଞା ତାଙ୍କ ବିନା ଅନ୍ୟ କାହାକୁ ମୁଁ ଆଶ୍ରା କରେ ନାହିଁ। ଆଜ୍ଞା ତେଣୁ ଯାହା ହଉ ଆଜ୍ଞା ମୋର ଏକାଦଶ ରୁଦ୍ର ସାର୍ ଆପଣଙ୍କୁ ଉଠିବି ଯାଏ ମୁଁ ତାଙ୍କୁ ଗାଧେଇବି, ମୁଁ ଆଗ ଫାଷ୍ଟ ପ୍ରାର୍ଥନା କରି ସାରିଲେ ତାପରେ ଅନ୍ୟ କୁଆଡ଼େ ଗମନାଗମନ କରିବି, କୁଆଡ଼େ କର୍ମ ପାଇଁ ଗଲି। ତେଣୁ ତାଙ୍କର ଆଶ୍ରୟ ନେଲେ ମୁଁ କର୍ମ କରିବା ପାଇଁ ଯିବି, ଆଜ୍ଞା ଆଜ୍ଞା ନହେଲେ ଅନ୍ୟ କୁଆଡ଼େ ମୁଁ ମୋର ଯିବାର କିଛି ନାହିଁ। ଆଉ ଆପଣ କହିବେ ଚା ଟିକେ ପିଇଦେ, କିନ୍ତୁ ଚା ପିଇବା ବ୍ୟବସ୍ଥା ମୋ ଆର ଆଜ୍ଞା ହବ ନା। ଆଜ୍ଞା ତେଣୁ ଶିବଙ୍କର ଆଗ ସେଇ ହଟକେଶ୍ୱରଙ୍କର ବାବା ଏକାଦଶ ରୁଦ୍ରଙ୍କର ମୋ ଆଜ୍ଞା ଚରଣାବିନ୍ଦରେ ପ୍ରଣିପାତ କରିବା ପରେ ମୁଁ ଯାଇକିରି ଯାହା କିଛି କାର୍ଯ୍ୟକ୍ରମ କରେ। ଆଜ୍ଞା ଏକାଦଶ ରୁଦ୍ର ମୋତେ ଯେ ପର୍ଯ୍ୟନ୍ତ ଏକାଦଶ ରୁଦ୍ରଙ୍କୁ ନ ଦେଖିଛି ସେ ପର୍ଯ୍ୟନ୍ତ ମୁଁ କିଛି ଶୁଣିନି। ଆପଣ ଯାହା କହନ୍ତୁ, ଆପଣ ଖରାପ ଭାବି ପାରିବେ, କିନ୍ତୁ ତଥାପି ମୁଁ ଧନ୍ୟବାଦ। ଆଜ୍ଞା ଆଜ୍ଞା ବହୁତ ବହୁତ ଖୁସି ଲାଗିଲା ଆପଣଙ୍କୁ ଭେଟ ହେଇ। ଯାହା ହଉ କଣ କରିବା, ଆଜ୍ଞା ଇଏ ଆଜ୍ଞା ଉପର ବାଲାର ନିର୍ଦ୍ଦେଶ, ଆଜ୍ଞା ମୁଁ ଆଜ୍ଞା କିଛି କରୁନି। ଆଜ୍ଞା ତେଣୁ ଉପର ବାଲା ଯାହା କରିବ ସିଏ କରିବ। ଆଜ୍ଞା ଆଉ ସାର୍ ଗୋଟେ ଦର୍ଶନ ପାଇଲି ଏଇ ଜାଗାକୁ। ସାର୍ ଆପଣ କୋଉଠୁ ଆସିଥିଲେ? ମୁଁ ଜଗତସିଂହପୁର ଆସିଛି, ଆକ୍ଚୁଆଲି ଘର ଜଗତସିଂହପୁର, କଟକରେ ମୁଁ ରହୁଛି। ଆଜ୍ଞା ମୁଁ ବି ଅଲ୍ ଓଭର୍ ଓଡ଼ିଶା ବି ସବୁ ଜାଗା ଭ୍ରମଣ କରିସାରିଲିଣି, ପ୍ରାୟ ଏମିତି ତୀର୍ଥସ୍ଥଳୀ ସବୁ ଯାଏ। ଆଜି ମୋର ସୌଭାଗ୍ୟ, ସେ ଭଗବାନଙ୍କ ଆଶୀର୍ବାଦ, ମୁଁ ଆଜି ପବିତ୍ର ସ୍ଥାନରେ ଆସି ପହଞ୍ଚିଲି। ଯାହା ମୋତେ ବହୁତ ଖୁସି ଲାଗିଲା। ଆପଣଙ୍କ ସହିତ ବି ମୋର ସାକ୍ଷାତ ହେଲା, ମୁଁ ଶୁଣିଲି ବହୁତ ଜିନିଷ କିମ୍ବଦନ୍ତୀ ଆପଣଙ୍କ ଭିତରେ କିଛି ଶୁଣିବାକୁ ପାଇଲି, ଯେଉଁଟାକି ମୁଁ ଜାଣିନଥିଲି। ଯାହା ହଉ ମୋର ସାଙ୍ଗ ବି ବହୁତ ବହୁତ ଧନ୍ୟବାଦ, ତାଙ୍କ ଜରିଆରେ ମୁଁ ଆଜି ଏଠି ଆସି ପହଞ୍ଚିଲି। ଯାହା ହଉ ଧନ୍ୟବାଦ। ଆପଣଙ୍କର ଭାଗ୍ୟରେ ନଥିଲେ ଏକାଦଶ ରୁଦ୍ରଙ୍କୁ ଦର୍ଶନ କରିପାରିବେନି, ଆଉ ଏକାଦଶ ରୁଦ୍ରଙ୍କର ତାହା ନହେଲେ ଆପଣ ଏଠିକି ଆସିପାରିବେନି। ଆଜ୍ଞା